नित्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। श्रीमद्भागवत महापुराण तृतीय स्कंध चतुर्थोऽध्याय। चतुर्थे बंधुंग निधन शुणि विदुर आत्मज्ञान आसे उद्धव उपदेशे चलिले मैत्रेय पासे। उद्धव उवाच उद्धव कहे अश्रुमुखे से यदुवंश रात्रि मुखे बारुणी मद्य कले पान तेणु होइले हत ज्ञान मर्म भेदन कटुबाक्ये कंदल कले के अनहरिला मद्य दोष भोले होइले बुद्धिभ्रंश रजनी मध्ये जदु बले कंदल जुधे नाश गले तक्षणे आत्म माया गति विचारी प्रभु जदुपति मिलिले सरस्वती कूले बने तरुमूले सकुल नाश इच्छा करी द्वारका थिला बेले हरि मते बोइले दया मने चलतु बदरिका बने तक्षणे तार आज्ञा शुणी ताभिप्राय मोहि जानी पद कमले थोई मन न करी तीर्थकु गमन तार गमन पछे मोहि गली ताहार भाव बही से प्रिय पति नरहरि खोजन्ते ताकु अनुसरी देखिली सरस्वती तीरे एकांत आसन सधीरे श्याम सुंदर तनु वर्ण प्रशांत अरुणलोचन चतुर भुजे शस्त्र साजे पीतवसन कोटि माझे दक्षिण पाद वाम जंघे बाल अश्वत्थ भागे एवे हो कुरु वीर शुण मैत्रेय मिलिले से स्थान व्यास मुनिक सखा होन्ति आनंदे भुवने भ्रमन्ति तक्षणे कृष्ण पासे जाई पादे न मिले शिर देई
মোহি শুনই অনুরাগে যে বাবইলে কৃষ্ণ ভাবে। শ্রী ভগবান উবাচ উদ্ধব ଶୁଣ ମୋ ବଚନ ମୁହିଁ ଜାଣିଲି ତୋର ମନ ଦୁର୍ଲଭ ଜ୍ଞାନ ଦେବି ତୋତେ ସଂସାରୁ ତୋରି ବୁଝେ ମନ୍ତେ। ପୂର୍ବେ ବ୍ରହ୍ମାର ଯଜ୍ଞ କାଳେ ସକଳ ବସୁଙ୍କର ମେଳେ କଲ୍ପିଲୁ ଯାଗ ଇଷ୍ଟ ସିଦ୍ଧି ମୋର ଚରଣ ଧ୍ୟାନେ ବ୍ୟବନ୍ଦୀ। ଏ ପୂର୍ବ ଜନ୍ମ ସର୍ବ ସିଦ୍ଧି ଯେଣୁ ମୋ ଅନୁଗ୍ରହ ବିଧି ତେଣୁ ଲଭିଲୁ ମୋତେ ହେଳେ ନିଜ ଭୁବନେ ଯିବା ବେଳେ। ବିଷୟ ରସ ଭୋଗ ଚିନ୍ତି ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି ଭକ୍ତି ବୈରାଗ୍ୟ ଯାର ନାହିଁ ସେ ବା ଲଭିବ ମୋତେ କାହିଁ। ଯେ ଜ୍ଞାନ ବ୍ରହ୍ମାର ସମୀପେ ମୁହିଁ କହିଲି ପଦ୍ମ କଳ୍ପେ ପରମ ଜ୍ଞାନ ମୋ ମହିମା କେ ଚିନ୍ତି ପାରେ ଆଦି ସୀମା। ଏଣୁ ପଣ୍ଡିତେ ମୁନି ଜନେ ଦୃଢ଼େ ବିଚାରି ଅନୁମାନେ ଏ ଭାଗବତ ଧର୍ମ ଚିନ୍ତି ଏ ଭବ ଜଳୁ ତରି ଯାନ୍ତି। ଉଦ୍ଧବ ଉବାଚ ସେ ଆଦି ପୁରୁଷ ବଚନ ଶୁଣି ସାନନ୍ଦ ମୋର ମନ ତା ଅନୁଗ୍ରହ ପ୍ରତିକ୍ଷଣେ କଳ୍ପିଲି ତାହାର ସ୍ମରଣେ। କୃଷ୍ଣ ସ୍ନେହରେ ମୋର ଦେହି ରୋମ ପୁଲକେ ଅଶ୍ରୁ ବହି କର ଯୁଗଳ ଦେଇ ମୁଣ୍ଡେ କହିଲି ଗଦ ଗଦ ତୁଣ୍ଡେ। ଭୂନାଥ ତୋର ପଦ୍ମ ପାଦେ ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ତାହାଙ୍କୁ ସର୍ବ ପୁରୁଷାର୍ଥ ଯେ ଧର୍ମ କାମ ମୋକ୍ଷ ଅର୍ଥ। ଦୁର୍ଲଭ ନହେ ଲଭିବାରେ ନିଶ୍ଚୟ ମୋହର ବିଚାରେ। ମୋହର ତେଣେ ଆଶା ନାହିଁ କେବଳ ତୋ ପାଦ ଭଜଇ। ସ୍ୱଭାବେ ଜନ୍ମ ଯାର ନାହିଁ କର୍ମର ଚେଷ୍ଟା ତାର କାହିଁ। ସ୍ୱଭାବେ କାଳ ରୂପ ତୋର ଜ୍ଞାନ ବିଜ୍ଞାନେ ଅଗୋଚର ତୋର ମହିମା ଆତ୍ମରତି ଯୋଗିଏ ନ ପାରନ୍ତି ଚିନ୍ତି। ତୁ ପୁଣି ଶତ୍ରୁ ଭୟ ପାଇ ସମୁଦ୍ରେ ଦୁର୍ଗକୁ ଭିଆଇ ପଳାଇ ରହିଲୁ ଆନନ୍ଦେ ଅନେକ ନାରୀ ଗଣ ମଧ୍ୟେ। ମନ୍ତ୍ରଣା ଅର୍ଥେ ମୋତେ ରାଇ ଆଦରେ ସମୀପେ ବସାଇ ସ୍ୱଭାବେ ଅକୁଣ୍ଠିତ ବୁଦ୍ଧି ଅଖଣ୍ଡ ଆତ୍ମଜ୍ଞାନ ବିଧି। ସଂଶୟ ବୁଦ୍ଧି ହୁଏ କ୍ଷଣ ଦେଖିଣ ତୋର ଆଚରଣ। ସର୍ବଜ୍ଞ ପଣ ଯାର ନାହିଁ ସେ କିମ୍ପା ମୋତେ ପଚାରଇ। ଏଣୁ ମୋ ମନ ଖେଦ ପାଇ ତୋ ମାୟା ଗହନେ ଭ୍ରମଇ। ଯେ ଆତ୍ମଜ୍ଞାନ ତୁ ଏକାନ୍ତେ କହିଲୁ ବ୍ରହ୍ମାର ଅଗ୍ରତେ ମୁଁ ଯେବେ ଶୁଣିବାର କ୍ଷମ କହ ହେ ପୁରୁଷ ଉତ୍ତମ। ଯେ ଜ୍ଞାନ ମାର୍ଗେ ତୋତେ ସେବି ମାୟା ସଂସାରୁ ତରିବି। ଯେମନ୍ତ ଏମନ୍ତେ ପଚାରନ୍ତେ ମୋହି ସେ କୃଷ୍ଣ ମୋତେ ଦୟା ବହି। ଆତ୍ମାର ତତ୍ତ୍ୱ ନିତ୍ୟ ଜ୍ଞାନ କହିଲେ କମଳ ଲୋଚନ। ସେ ତୀର୍ଥପାଦ ଜଗନ୍ନାଥ ମୋହର ଭାବେ ଆରାଧିତ। ସେ ହରି ମୁଖ ଜ୍ଞାନ ପାଇ ତା ପାଦ ପଦ୍ମେ ଶିର ଦେଇ। ସେ ଦେବ ଦେବ ଭଗବାନ ତାହାଙ୍କୁ କରି ପ୍ରଦକ୍ଷିଣ। ତାର ବିରହ ଆତ୍ମା ତୁଲେ ତକ୍ଷଣେ ଅଇଲି ଏ ସ୍ଥଳେ। ତାର ବିଯୋଗେ ଆର୍ତ୍ତିଜୁତେ ଯିବି ମୁଁ ତାର ପ୍ରିୟ ତୀର୍ଥେ। ନାମ ତା ବଦରିକାଶ୍ରମ ଯହିଁରେ ନର ନାରାୟଣ। ଏ ନର ଲୋକ ଶୁଭ ଅର୍ଥେ ତପ ଆରାଧି ଦୃଢ଼ ଚିତେ। ଅଛନ୍ତି ନର ନାରାୟଣ ସୁକ ବୋଲନ୍ତି ରାୟ ଶୁଣ। ଶ୍ରୀ ଶୁକ ଉବାଚ ସୁହୃଦ ବନ୍ଧୁ ବୋଧବାଣୀ ଉଦ୍ଧବ ମୁଖୁଁ ତାହା ଶୁଣି।
ଦୁଃସହ ଦୁଃଖ ତା ମନର, ଜ୍ଞାନେ ସଂହରିଲା ବିଦୁର। କହି ଉଦ୍ଧବ ଚଳି ଯାନ୍ତେ, ବିଦୁର ପଡ଼େ ପାଦଗତେ। ପୁଣି ବିଶ୍ୱାସ ତାଙ୍କୁ କରି, ବୋଇଲେ ବୋଲେ ଚରଣ ଶିରେ ଧରି। ବିଦୁର ଉବାଚ ଉଦ୍ଧବ ଶୁଣ ମୋ ବଚନ, ତୋର ଠାକୁର ଭଗବାନ। ସେ ଜ୍ଞାନ କହିଛନ୍ତି ଯେତେ, ଉଦ୍ଧବ କହ ମୋ ଅଗ୍ରତେ। ଯେ ଜ୍ଞାନ ଧ୍ୟାନ ସୁଖ ଭଳେ, ପଶିବି ତା ପାଦ କମଳେ। ଉଦ୍ଧବ ଉବାଚ ଶୁଣ ବିଦୁର ମୋ ବଚନ, ସେ ଯୋଗେଶ୍ୱର ଭଗବାନ ଶରୀର ଛାଡ଼ିବାର କାଳେ ମୈତ୍ରେୟ ମୁନିଙ୍କି ନିଶ୍ଚଳେ ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କୁ ଦେଲେ, ନିଜ ଭୁବନେ ବିଜେ କଲେ। ତୁ ଏବେ ଚଳ ତାଙ୍କ ପାଶ, ନିର୍ମଳ ଭକ୍ତି ଉପଦେଶ। ସେ ତୋତେ ଦେବେ ଦିବ୍ୟ ଜ୍ଞାନ, ଏମନ୍ତ କହିବେ ନିଜନ। ପୁଲିନେ ବଞ୍ଚିଲେ ରଜନୀ, ନିଶ୍ଚଳେ ହରି ଭାବ ଘେନି। କୃଷ୍ଣ ଚରିତ କୀର୍ତ୍ତନରେ, ବନ୍ଧୁ ବିଯୋଗ ପାଶରିଲେ। ଏମନ୍ତେ ପାହିଲା ରଜନୀ, କୃଷ୍ଣ ଭକତି ଭାବ ଘେନି। ଉଦ୍ଧବ ଗଲା ତୋଷ ମନେ, ମିଳିଲା ବଦରିକାଶ୍ରମେ। ପରୀକ୍ଷ କହେ ସୁଖେ ଚାହିଁ, ଭାବେ ଚରଣେ ଶିର ଦେଇ। ରାଜା ପରୀକ୍ଷିତ ଉବାଚ ଭମୁନି ଅସମ୍ଭବ ବାଣୀ, ମୁହିଁ ତୁମ୍ଭର ମୁଖୁ ଶୁଣି। ସଂଶୟ ରହିଲା ମୋ ମନେ, ପୁଛଇ ତୁମ୍ଭ ସନ୍ନିଧାନେ। ବ୍ରାହ୍ମଣ ସାପେ ଯଦୁ ବଳେ, ନସିଲେ ରଣେ ମଧ୍ୟ ଭଳେ। ଯୂଥପତିଙ୍କ ମଧ୍ୟେ ମୁଖ୍ୟ, ଉଦ୍ଧବ ଅଟଇ ପ୍ରତ୍ୟକ୍ଷ। ଏ ବଡ଼ ସଂଶୟ ମୋ ଚିତ୍ତେ, ଉଦ୍ଧବ ବଞ୍ଚିଲା କେମନ୍ତେ। ଯହିଁ ଗୋବିନ୍ଦ ଦେହେ ଗଲା, ଏବା କେମନ୍ତେ ଉବୁରିଲା। ଶୁଣି କହନ୍ତି ଶୁକ ମୁନି, ଆନନ୍ଦେ ହରି ଭାବ ଘେନି। ଶ୍ରୀ ଶୁକ ଉବାଚ ବ୍ରାହ୍ମଣ ସାପ ଉପଦେଶ, ନିଶ୍ଚେଦ ହିବ ଯଦୁବଂଶ। ଏମନ୍ତ ଜାଣି ଭାବ ଗ୍ରାହୀ, ନିକଟେ ଉଦ୍ଧବ ବସାଇ। ଆତ୍ମମରଣ ପରିମାଣି, ମନେ ଚିନ୍ତିଲେ ଚକ୍ର ପାଣି। ଏମର ତତ୍ତ୍ୱଜ୍ଞାନ ଯେତେ, ମୁଁ ଗଲେ ଯିବି ମୋ ସଙ୍ଗତେ। ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ, ପ୍ରାଣୀ ତରିବେ ଏହି ଭାବେ। ଏମନ୍ତେ ମନେ ବିଚାରିଲେ, ଉଦ୍ଧବେ ତତ୍ତ୍ୱଜ୍ଞାନ ଦେଲେ। ବୋଇଲେ ସାଧ ଜ୍ଞାନ ବ୍ରହ୍ମ, ଏ ଯେ ଉଦ୍ଧବ ମୋର ସମ। ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ, ଏଣୁ ଏ ନର ଲୋକେ ରହୁ। ଉଦ୍ଧବ କହିବ ଯେ ମନ୍ତେ, ପ୍ରାଣୀ ଏ ଯିବେ ସେହି ପଥେ। ଏଣୁ ତ୍ରିଲୋକ ଗୁରୁ ହରି, ଜ୍ଞାନେ ଉଦ୍ଧବକୁ ଧରି। ତେଣୁ ଗୋବିନ୍ଦ ବୋଲେ ଗଲା, ବଦ୍ରିକା ଆଶ୍ରମେ ମିଳିଲା। ସମାଧି କରି ଘୋର ବନେ, ପୂଜିଲା ଗୋବିନ୍ଦ ଚରଣେ। ଏମନ୍ତେ ଉଦ୍ଧବର ବାଣୀ, ବିଦୁର ସାବଧାନେ ଶୁଣି। କୃଷ୍ଣର ଲୀଳା ଅବତାର, ଯେ ଗୁଣ ଗାଥା କର୍ମ ତାର। ଶରୀର ଛାଡ଼ିଲେ ଯେ ମନ୍ତେ, ଏ ସର୍ବ କଥା ସ୍ମରିଚିତେ। କୃଷ୍ଣର ସ୍ନେହ ଦେଇ ମନ, ଚଳନ୍ତେ କରଇ ରୋଦନ। କେତେ ହେ ଦିନେ ବନେ ଗଲା, କାଳିନ୍ଦୀ ତଟରେ ମିଳିଲା। ତହୁଁ ଚଳିଲା ଗଙ୍ଗା ତୀରେ, ଯହିଁ ମୈତ୍ରେୟ ମୁନିବରେ। କହଇ ବିପ୍ର ଜଗନ୍ନାଥ, ତୃତୀୟ ସ୍କନ୍ଧେ ଭାଗବତ। ବିଦୁର ଉଦ୍ଧବ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ସୁଜନେ ଏଣେ ଦିନ ବଞ୍ଚ,
कृष्णभक्ति हृदय सञ्च इति श्रीमद्भागवते महापुराणे परमहंस्यां संहितायां तृतीयस्कन्धे विदुरोद्धव संवादे चतुर्थोऽध्यायः। ॐ नमः भगवते वासुदेवाय। हरि ओम्।